ବାଲେଶ୍ୱର ବାମ୍ପଦା ସ୍ଥିତ ଡାଲମିଆ ଭାରତ ରିଫାଇନେରୀ ଲିମିଟେଡ୍ ସମ୍ମୁଖରେ ଚାପା ଉତ୍ତେଜନା ଦେଖାଦେଇଥିଲା। କମ୍ପାନୀ ସମ୍ମୁଖରେ ଆନ୍ଦୋଳନରତ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ। ଏଥିସହିତ କମ୍ପାନୀର 200 ମିଟର ପରିଧି ମଧ୍ୟରେ 67 ଧାରା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ବିଭିନ୍ନ ଦାବି ନେଇ 3 ମାସରୁ ଅଧିକ ସମୟ ଧରି ଡାଲମିଆ ମୁଖ୍ୟ ଫାଟକ ସମ୍ମୁଖରେ ବସିଥିଲେ ପ୍ରାୟ 2000ରୁ ଉର୍ଦ୍ଧ୍ୱ ଆନ୍ଦୋଳନକାରୀ। ବାରମ୍ବାର ପ୍ରଶାସନର ଆନ୍ଦୋଳନରୁ ଅରିବା ଅପିଲ ସତ୍ତ୍ୱେ ଆନ୍ଦୋଳନକାରୀ ନ ହଟିବାରୁ ପୋଲିସ ଆଜି ସେମାନଙ୍କୁ ଉଠାଇ ନେଇଥିଲା।